ପିତୃପକ୍ଷରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ। ଲାଗିଥାଏ ଘୋର ପାପ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ପିତୃପକ୍ଷ ଆରମ୍ଭ ହୋଇସାରିଲାଣି। ଏହି ପିତୃପକ୍ଷ ଯାହାକୁ ଶ୍ରାଦ୍ଧ ପକ୍ଷ ବୋଲି କୁହାଯାଏ। ଏହି ସମୟରେ ପୃଥିବୀ ଲୋକକୁ ପିତୃଲୋକରୁ ପିତୃପୁରୁଷମାନେ ଆସିଥାନ୍ତି। ନିଜର ବଂଶଧର ମାନଙ୍କ ପାଖରୁ ପିଣ୍ଡଦାନ ତର୍ପଣ ଆଦି ଗ୍ରହଣ କରିଥାନ୍ତି ଏବଂ ମହାଳୟା ଅମାବାସ୍ୟା ଦିନ ଫେରିଯାଆନ୍ତି ପିତୃଲୋକକୁ। ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଚାଲିଯାଆନ୍ତି। ପିତୃଲୋକ ଯେତେବେଳେ ପିତୃପୁରୁଷ ମାନେ ଏହି ଧରାପୃଷ୍ଠକୁ ଆସିଥାନ୍ତି, ଆମମାନଙ୍କ ପାଖକୁ ଆସିଥାନ୍ତି, ଯେପରିକି ଆମର ବାପା ମା, ଆମର ଶାଶୁ ଶ୍ୱଶୁର ତାଙ୍କ ପୂର୍ବଜ ନିମିତ୍ତ ପାଇଁ କିଛି ଶ୍ରାଦ୍ଧ କରିଥାନ୍ତି, ତର୍ପଣ କରିଥାନ୍ତି ଏବଂ ଏହି ପିତୃପକ୍ଷରେ କିଛି ନିୟମ ବି ମାନିବା ପାଇଁ ପଡ଼ିଥାଏ। ପିତୃପକ୍ଷରେ କେଉଁ ଜିନିଷ ଖାଇବେ ନାହିଁ, କେଉଁ ନିୟମ ପାଳନ କରିବେ, ଏହା ବି ବହୁତ ଜରୁରୀ ଅଟେ। ତେଣୁ ଆପଣଙ୍କର ବାପା ମା ଥିଲେ ମଧ୍ୟ ଯଦି ଆପଣ ନିଜର ପୂର୍ବଜ ମାନଙ୍କ ପାଇଁ କିଛି ନୀତି ନିୟମ ପାଳନ କରିବେ, ତେବେ ବିଶ୍ୱାସ କରନ୍ତୁ ଆପଣ ପିତୃଙ୍କର ଆଶୀର୍ବାଦରେ ନିଶ୍ଚୟ ଆପଣଙ୍କର ମଙ୍ଗଳ ହବ। ପିତୃଙ୍କର କୃପାରେ ଆପଣଙ୍କର ଘର ସଂସାର, ଆପଣଙ୍କର ଛୁଆଙ୍କର ବି ଉନ୍ନତି ହବ। ପୂର୍ବଜ ମାନେ ନିର୍ଦ୍ଧାରିତ କରିଥାନ୍ତି ଯେ ତାଙ୍କ ବଂଶଧର ମାନେ କେଉଁ ଦିଗକୁ ଯିବେ। ଯେତେବେଳେ ନିଜ ବଂଶଧର ମାନେ ସମାଜରେ ଉନ୍ନତି କରିଥାନ୍ତି, ବିଦ୍ୟା କ୍ଷେତ୍ରରେ, ଚାକିରି କ୍ଷେତ୍ରରେ ଏବଂ ଯଶ କୀର୍ତ୍ତି ଏସବୁ ପାଇଥାନ୍ତି, ଏହା ସବୁ ପିତୃଙ୍କର ଆଶୀର୍ବାଦରେ ହୋଇଥାଏ। ଯଦି ଏହି ପିତୃପକ୍ଷ 15 ଦିନ ଆପଣମାନେ ଏହି ନିୟମ ପାଳନ କରିବେ, ବିଶ୍ୱାସ କରନ୍ତୁ ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ବଜାୟ ରହିବ। ତେଣୁ ହେ ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନେ ପିତୃପକ୍ଷ କଣ ଜାଣିନାହାନ୍ତି, ପିତୃପକ୍ଷରେ କେଉଁ ନିୟମ ପାଳନ କରିବା ଜାଣିନାହାନ୍ତି, ଏହି ଭିଡିଓକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କାହିଁକି ପିତୃପକ୍ଷ ପାଳନ କରାଯାଏ, ପିତୃପକ୍ଷରେ କେଉଁ ନିୟମ ପାଳିବା ଉଚିତ, ଏ ସବୁ ଆଜିର ଭିଡିଓରେ ଆପଣମାନଙ୍କୁ ଅତି ବିସ୍ତାର ଭାବରେ ବତାଇବି। ତେଣୁ ଭିଡିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ। ପ୍ରଥମ କଥା, ଯେଉଁ ବାପା ମା ବା ଯେଉଁ ଶାଶୁ ଶ୍ୱଶୁର, ଯେଉଁ ବ୍ୟକ୍ତି ବିଶେଷ ମାନେ ପିତୃଙ୍କର ଶ୍ରାଦ୍ଧ ତର୍ପଣ କରିଥାନ୍ତି, ସେମାନେ ଏହି ପିତୃପକ୍ଷରେ ଅନ୍ୟର ଘରେ ଖାଦ୍ୟ ଖାଆନ୍ତି ନାହିଁ। ଯେପରିକି ନିଜର ବାପା ଘରେ, ନିଜର ଭଉଣୀ ଘରେ, କାହା ଘରେ ବି କେବଳ ନିଜ ଘରେ ହିଁ ଖାଦ୍ୟ ଖାଇଥାନ୍ତି। ପର ଘରେ ଭୋଜନ କରାଯାଏ ନାହିଁ। ପିତୃପକ୍ଷର ଆରମ୍ଭର ପ୍ରଥମ ଦିନ ଘର ଦ୍ୱାର ସଫାସୁତୁରା କରାଯାଏ। ଏହି ପିତୃପକ୍ଷର 15 ଦିନ ସକାଳ ସମୟରେ ଶ୍ରାଦ୍ଧ ତର୍ପଣ କରାଯାଏ। ଏହି ପିତୃପକ୍ଷରେ ଯେ ପର୍ଯ୍ୟନ୍ତ ତର୍ପଣ ନ ସରିଛି, ସେ ପର୍ଯ୍ୟନ୍ତ ତର୍ପଣ କରୁଥିବା ବ୍ୟକ୍ତି ଏବଂ ବହୁ, ଯେ କି ସ୍ୱାମୀ ସ୍ତ୍ରୀ ଉଭୟଙ୍କର ଲୁଗାକୁ ଶୁଖାଯାଇ ନଥାଏ, ସେମିତି ଓଦା ଲୁଗା ପଡି କରିଥାଏ। ଯେତେବେଳେ ତର୍ପଣ ସରିଯିବ, ସେହି ଲୁଗାକୁ ଶୁଖାଯାଏ। ଏହି 15 ଦିନରେ ମୁଣ୍ଡରେ ସାମ୍ପୁ ଲଗାଇ କରି ସଫା କରାଯାଏ ନାହିଁ। ନଖ ଦାଢି ଚୁଟି କଟାଯାଏ ନାହିଁ। ଏହି 15 ଦିନରେ ପିତୃପକ୍ଷର ଏହି ଦିନରେ ଲାଉ ଖିଆଯାଏ ନାହିଁ। ଲାଉକୁ ଆମିଷ ସହିତ ତୁଳନା କରାଯାଇଛି। ପିଆଜ ରସୁଣ ତ ଜମା ବି ଖାଇବା ଉଚିତ ନୁହଁ। ରାତ୍ରି ସମୟରେ ଅନ୍ନ ଭୋଜନ ଖିଆଯାଏ ନାହିଁ। ସକାଳେ ଅନ୍ନ, ରାତିରେ କୌଣସି ଜଳଖିଆ ଖିଆଯାଏ। ଏହି ପିତୃପକ୍ଷର 15 ଦିନରେ ଯେଉଁମାନେ ଶ୍ରାଦ୍ଧ କରୁଛନ୍ତି, ସେମାନେ ଆମିଷ ଭକ୍ଷଣ ତ ଜମା ବି କରିବା ଉଚିତ ନୁହଁ ଏବଂ ଅନ୍ୟମାନେ ବି ଯଦି ଆପଣମାନେ ନିଜ ପୂର୍ବଜଙ୍କ ନିମିତ୍ତ ଆମିଷ ଭକ୍ଷଣ କରିବା ଛାଡ଼ିଦେବେ, ଏହା ଆପଣଙ୍କ ପାଇଁ, ଆପଣଙ୍କ ପରିବାର ପାଇଁ ନିହାତି ମଙ୍ଗଳକର ହବ। ପିତୃଙ୍କର ଆଶୀର୍ବାଦ ଯେ ପାଇଛି, ସେ ହିଁ ଜାଣିଛି। ଏହି ପିତୃପକ୍ଷରେ ଆପଣମାନେ ନିଜ ପୂର୍ବଜଙ୍କ ନିମିତ୍ତ ଶ୍ରାଦ୍ଧ ତର୍ପଣ ନିଶ୍ଚୟ କରନ୍ତୁ। ଗାଈକୁ ସବୁଜ ଚାରା ଖାଇବା ପାଇଁ ଦିଅନ୍ତୁ ଏବଂ ଗୋଟିଏ ସକାଳ ସମୟରେ ସ୍ନାନ କରି ଯେଉଁ ଖାଦ୍ୟ ପ୍ରସ୍ତୁତ କରିବେ, ବିନା ପିଆଜ ରସୁଣର ଖାଦ୍ୟ କରିବେ ଏବଂ କିଛି ଖାଦ୍ୟ ପ୍ରଥମ କରି ଗାଈ ପାଇଁ ବାହାର କରନ୍ତୁ। ପିତୃପକ୍ଷର 15 ଦିନ କିଛି ନ କରନ୍ତୁ, କିନ୍ତୁ ସକାଳ ସମୟରେ ଗାଈ ପାଇଁ ଖାଇବା ବାହାର କରନ୍ତୁ। କିଛି ନହେଲେ ବି କେବଳ ଅନ୍ନ ହିଁ ଖାଇବାକୁ ବାହାର କରନ୍ତୁ ପିତୃଙ୍କ ଉଦ୍ଦେଶ୍ୟରେ। ଏବଂ ଏହି ପିତୃପକ୍ଷରେ ମସୁର ଡାଲି ଖିଆଯାଏ ନାହିଁ। ଏହି ପିତୃପକ୍ଷରେ ଛତୁ ଜାତୀୟ ଖାଦ୍ୟ ଖିଆଯାଏ ନାହିଁ। ଏହି ପିତୃପକ୍ଷର 15 ଦିନରେ ଆପଣମାନେ କେବେ ବି ବାହାରର କୌଣସି ବି ଖାଦ୍ୟ ବି ଖାଇବେ ନାହିଁ। ନା କାହା ଘରେ ଖାଇବେ, ନା ବାହାରର ଖାଦ୍ୟ ଖାଇବେ। ଏତିକି ନିୟମ ଆପଣଙ୍କୁ ପିତୃପକ୍ଷରେ ନିହାତି ପାଳନ କରିବା ଉଚିତ। ପିତୃପକ୍ଷରେ ଆପଣମାନେ ନିଜ ପୂର୍ବଜଙ୍କ ନିମିତ୍ତ ନିଶ୍ଚୟ ବଞ୍ଚନ୍ତୁ। ପୂର୍ବଜଙ୍କ ପାଇଁ ଆପଣମାନେ କିଛି ବ୍ରାହ୍ମଣଙ୍କୁ ଦାନ ଧର୍ମ ଦକ୍ଷିଣା ନିହାତି କରନ୍ତୁ।
ତା ସହ ଯେଉଁ ଘରେ ପିତୃଦୋଷ ଥିବ ସେହି ଘରେ କେତେ ବି ଆପଣ ଗଛ ପତ୍ରର ଯତ୍ନ ନିଅନ୍ତୁ, ତାହା ବାରମ୍ବାର ଝାଉଁଳି ଯାଉଥିବ, ତେବେ ଆପଣଙ୍କୁ ପିତୃଦୋଷର ନିବାରଣ କିପରି କରିବେ? ଆପଣ ତ ପିତୃଦୋଷର ଲକ୍ଷଣ ଜାଣିଗଲେ, ଏବେ ପିତୃଦୋଷର ନିରାକରଣ କିପରି କରିବେ? ଏହି ପିତୃପକ୍ଷରେ 15 ଦିନରୁ 16 ଦିନ 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ରବିବାର ପର୍ଯ୍ୟନ୍ତ ଆପଣମାନେ ଭଲ ଭାବରେ ଜାଣି ରଖନ୍ତୁ ଯେ ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଉପରୁ ପିତୃଦୋଷ ଟଳିଯିବ। ଏହି ପିତୃପକ୍ଷର 15 ଦିନରେ ଏହି 10ଟି ନିୟମ ଆପଣମାନେ ଗଣ୍ଠି ପକାଇ ରଖନ୍ତୁ। ନିଶ୍ଚୟ ଏସବୁ ଉପାୟ କରନ୍ତୁ। ଭଲ ଭାବରେ ଶୁଣନ୍ତୁ କଣ କଣ ଆପଣଙ୍କୁ କରିବାର ଅଛି। ଯଦି ଆପଣଙ୍କର ଶାଶୁ ଶ୍ୱଶୁର ଅଛନ୍ତି ତେବେ କେଉଁ ନିୟମ ପାଳନ କରିବେ? ଯଦି ଶାଶୁ ଶ୍ୱଶୁର ନାହାନ୍ତି ତେବେ ତ ତାର ନିୟମ ଅଲଗା ଅଟେ। ଯେଉଁମାନଙ୍କର ଶାଶୁ ଶ୍ୱଶୁର ଅଛନ୍ତି ସେମାନେ ପିତୃଙ୍କର କୃପା କିପରି ପାଇବେ? ବିନା ତର୍ପଣ ବିନା ଶ୍ରାଦ୍ଧରେ ସେମାନେ କଣ କରିବେ? ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ କଳା ରାଶି ପକାଇ ଜଳରେ ଜଳ ଚଢାଇବେ ସକାଳୁ ସକାଳୁ ଏବଂ ପିତୃଦୋଷ ନିବାରଣ ନିମନ୍ତେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବେ। ସେହି ଜଳ ନିଜ ପିତୃ ପୁରୁଷଙ୍କୁ ଅର୍ପଣ କରାଇ ଦିଅନ୍ତୁ ବୋଲି ବା ପଠାଇ ଦିଅନ୍ତୁ ବୋଲି ଅନୁରୋଧ କରିବେ। ଗୋଟିଏ ତମ୍ବା ଢାଳରେ ଜଳ ନେବେ, ପୁରା ଘର ସାରା ତାହାକୁ ବୁଲାଇ ବୁଲାଇ କରି ମହାଦେବଙ୍କ ଉପରେ ଶିବଲିଙ୍ଗରେ ଢାଳିବେ। ନିଜ ପିତୃଦୋଷରୁ ଉଦ୍ଧାର ନିମନ୍ତେ ନିଜ ପିତୃଲୋକଙ୍କୁ ଉଦ୍ଧାର ନିମିତ୍ତ ପ୍ରାର୍ଥନା କରିବେ। 15ରୁ 16 ଦିନ ଯେଉଁ ପିତୃପକ୍ଷ ଚାଲୁଛି 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ଅମାବାସ୍ୟା ପର୍ଯ୍ୟନ୍ତ ଭଲ ଭାବରେ ଏହି ନିୟମ ଗୋଟିଏ ଦିନ ବି ଯେପରି ଆପଣଙ୍କର କମ୍ ହେବ ନାହିଁ, ଏହି ନିୟମ କରିବେ। ଘରର ପୁରୁଷ କିମ୍ବା ସ୍ତ୍ରୀ ଯେ କେହି ବି କରିପାରିବେ। ଗୋଟିଏ ଘିଅର ଦୀପରେ କଳା ରାଶି ପକାଇ ମହାଦେବଙ୍କ ମନ୍ଦିରରେ ନିଜ ପିତୃଙ୍କର ଉଦ୍ଦେଶ୍ୟରେ ପିତୃଙ୍କର ମୁକ୍ତି ନିମନ୍ତେ ପ୍ରାର୍ଥନା କରିବେ। ଏହି ସମୟରେ ସତ୍ୟନାରାୟଣ କଥା ଭାଗବତ ପାଠ କରିବେ, ଗୀତା ପାଠ କରିବେ, ବିଷ୍ଣୁ ସହସ୍ର ନାମ ପାଠ କରିବେ, ନଚେତ୍ ଘରେ ଲଗାଇ କରିବେ। ଶୁଣନ୍ତୁ, ତାହା ନିଜ ପିତୃଙ୍କ ଉଦ୍ଦେଶ୍ୟରେ କରିବେ। ଯେତେ ପାରୁଛନ୍ତି ନାମ ଜପ କରନ୍ତୁ ଏବଂ ନାରାୟଣଙ୍କୁ କୁହନ୍ତୁ ଯେ ପ୍ରାର୍ଥନା କରନ୍ତୁ ଯେ ପିତୃପକ୍ଷରୁ 15ରୁ 16 ଦିନ ଯେଉଁ ନାମ ଆପଣମାନେ ଜପ କରିବେ ତାହା ଆପଣଙ୍କର ପିତୃଙ୍କୁ ସମର୍ପିତ କରାଯାଉ। କୁହାଯାଏ ନାମ ଜପ ଦ୍ୱାରା ମୁକ୍ତି ମିଳେ। ଆପଣଙ୍କର ଯେଉଁ ବି ପିତୃ ପ୍ରେତ ଜନ୍ମରେ ରହିଯାଇଛନ୍ତି ଯଦି ଆପଣ ନାମ ଜପ କରିବେ ଏହି ପିତୃପକ୍ଷର 15ରୁ 16 ଦିନ ଯଦି ଆପଣମାନେ ଭଲ କାମ କରିବେ, ଗରିବଙ୍କୁ ଦାନା ଦେବେ, ଗରିବଙ୍କୁ କିଛି ଖାଦ୍ୟ ଦେବେ, ପକ୍ଷୀଙ୍କୁ ଦାନା ଦେବେ ଏବଂ ଗାଈକୁ ଖାଇବାକୁ ଦେବେ, ନିଶ୍ଚୟ ଆପଣ ପିତୃଦୋଷରୁ ମୁକ୍ତି ପାଇବେ। ତାପରେ ନିୟମ, ଯେଉଁମାନେ ପିତୃଦୋଷରେ ଅଛନ୍ତି ଲକ୍ଷଣ ଦେଖାଯାଉଛି ସେମାନେ ଆଉ ଗୋଟିଏ କାମ ବି କରନ୍ତୁ। ସକାଳୁ ସ୍ନାନ କରି ରୋଷେଇ କରିବେ। ପ୍ରଥମ ରୋଷେଇ ଗାଈ ପାଇଁ ବାହାର କରିବେ ଏବଂ ତାହା ପିତୃଙ୍କ ଉଦ୍ଦେଶ୍ୟରେ ନେଇକରି ଗାଈକୁ ଖାଇବାକୁ ଦେବେ। ସକାଳୁ ସକାଳୁ ଏହି କାମ କରିବେ। ଆପଣମାନେ ବାହାର କରିଦିଅନ୍ତୁ। ଯେତେବେଳେ ଆପଣଙ୍କ ସ୍ୱାମୀ ଅଫିସ ଚାଲିଯିବ, ଛୁଆ ସ୍କୁଲ ଚାଲିଯିବ, ସମୟ ଯେତେବେଳେ ପାଇଯିବେ ତାହା ନେଇକରି ଗାଈକୁ ଖାଇବାକୁ ଦେବେ, କୁକୁର ନୁହଁ ଗାଈକୁ। ଏବଂ ରାତ୍ରି ସମୟର ଖାଇବା ପୁଣି ଶେଷ ଖାଇବାଟି ପୁଣି ବାହାର କରିବେ। ରୋଷେଇ କରିଦେଲେ ପୁଣି ଗୋଟିଏ ଛୋଟିଆ ଦନାରେ ବାହାର କରିବେ, ନେଇକରି କୁକୁରକୁ ଖାଇବାକୁ ଦେବେ ରାତ୍ରି ସମୟରେ। ଏହି ନିୟମ ପାଳନ କରନ୍ତୁ, କିନ୍ତୁ ପିଆଜ ରସୁଣ ଖାଇବେ ନାହିଁ। ଚେଷ୍ଟା କରନ୍ତୁ ପିଆଜ ରସୁଣ ଖାଦ୍ୟ ଖାଇବେ ନାହିଁ। ଏହା ଆପଣଙ୍କର ମଙ୍ଗଳ ହବ ଆଜ୍ଞା। ନିହାତି ଏ କାମ କରନ୍ତୁ। ଯଦି ଆପଣ ପିତୃଦୋଷର ମୁକ୍ତି ନ ପାଇବେ ନିଶ୍ଚୟ କହିବେ। ତାପରେ ଗାଈକୁ ସବୁଜ ରଙ୍ଗର ଘାସ ଏହି ପିତୃପକ୍ଷରେ ଖାଇବା ପାଇଁ ଦିଅନ୍ତୁ। ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ଦିନ ସ୍ନାନ କରିସାରିବା ପରେ ଘରର ଦକ୍ଷିଣ ଦିଗକୁ ମୁହଁ କରିବେ, ନମସ୍କାର କରିବେ ନିଜ ପିତୃପୁରୁଷଙ୍କୁ। ସେମାନଙ୍କୁ ଏହି 15ରୁ 16 ଦିନ ମନେ ପକାନ୍ତୁ, ସେମାନଙ୍କୁ ମନେ ପକାନ୍ତୁ, ସେମାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୋ ପିତୃପୁରୁଷ ଯେଉଁଠି ବି ଥାଆନ୍ତୁ ସେମାନଙ୍କର ଉଦ୍ଧାର କରାଯାଉ, ସେମାନଙ୍କର ଉଦ୍ଧାର କରାଯାଉ ବୋଲି। ଏବଂ ପିତୃଙ୍କୁ ଯଦି କିଛି ଭୁଲ କରିଦେଇଛନ୍ତି କ୍ଷମା ଯାଚନା କରନ୍ତୁ। ସେମାନେ ବହୁତ ଦୟାଳୁ ଅଟେ। ଏହି ପିତୃପୁରୁଷ ପକ୍ଷରେ ସେମାନେ ଆମର ବହୁତ ନିକଟତର ଥାନ୍ତି। ଯେଉଁ ଯେଉଁ ଉପାୟ ଆପଣମାନଙ୍କୁ କହୁଛି ନିଶ୍ଚୟ କରନ୍ତୁ। ଏବେ ଯେଉଁମାନଙ୍କର ଶାଶୁ ଶ୍ୱଶୁର ମରିଯାଉଛନ୍ତି ସେମାନେ ଏହି 16 ଦିନ ପିତୃ ତର୍ପଣ କରିବେ ସକାଳ ସମୟରେ। ଯଦି ପିତୃ ତର୍ପଣ ଆପଣମାନେ ବ୍ରାହ୍ମଣଙ୍କ ଦ୍ୱାରା କରିପାରୁନାହାନ୍ତି, ଆପଣ ନିଜେ ଗୋଟିଏ ପାତ୍ରରେ କିଛି କଳା ରାଶି ଏବଂ କୁଶ ଏବଂ କିଛି ପାଣି ନେଇକରି ଦକ୍ଷିଣ ଦିଗକୁ ମୁହଁ କରି ଆପଣ ପିତୃଙ୍କ ଉଦ୍ଦେଶ୍ୟରେ କିଛି ପାଣି ହିଁ ଖାଲି ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରିଦେବେ, ପାଣିକୁ ଛାଡ଼ିଦେବେ। ବାସ୍ ଏତିକି କରିଦିଅନ୍ତୁ।
ଏବଂ ରୋଷେଇ କରିସାରିବା ପରେ ଯେମିତିକି ଗାଈକୁ ଖାଇବାକୁ ଦିଅନ୍ତୁ, କୁଆକୁ ଖାଇବାକୁ ଦିଅନ୍ତୁ। ଯଦି ଆପଣଙ୍କ ପଟେ କୁଆ ଅଛି ଏବଂ ଏହି ପିତୃପକ୍ଷରେ ଯଦି କୁଆ ଆସିକରି ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛି, ସ୍ୱୟଂ ପିତୃ ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ଜାଣନ୍ତୁ। ତେଣୁ ଏହି ସମୟରେ କୁଆକୁ ଖାଇବାକୁ ଦେବା ବହୁତ ବଡ଼ ଶୁଭ ସଂକେତ ଅଟେ। ଭାଗ୍ୟରେ ଥିଲେ ଆପଣ କୁଆକୁ ଖାଇବାକୁ ଦେଇପାରିବେ। ଏମିତିରେ ତ କୁଆ ତ ଦେଖିବାକୁ ହିଁ ମିଳୁନାହାନ୍ତି। ତେଣୁ ଗାଈ କୁଆକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଏବଂ ଯେଉଁମାନଙ୍କର ପିତୃ ବାପା ମାଙ୍କର ଶ୍ରାଦ୍ଧ କରୁଛନ୍ତି ଏହି ପିତୃପକ୍ଷରେ, ସେମାନେ ନଖ ଦାଢ଼ି ଚୁଟି କାଟିବେ ନାହିଁ, ଆମିଷ ଭକ୍ଷଣ କରିବେ ନାହିଁ, ନୂଆ ଜିନିଷ ଘରକୁ କିଣିକରି ଆଣିବେ ନାହିଁ, ନୂଆ ଶାଢ଼ୀ ପିନ୍ଧିବେ ନାହିଁ। ଏହିସବୁ ନିୟମ ନିଶ୍ଚୟ ପାଳନ କରନ୍ତୁ। ନୂଆ ଚୁଡ଼ି ବି ପିନ୍ଧିବେ ନାହିଁ ମହିଳାମାନେ। ଏବଂ ଏହି ଏତିକି ଦିନରେ ସାମ୍ପୁ ଲଗାଇକରି ଚୁଟି ବି ସଫା କରିବେ ନାହିଁ, ମୁଣ୍ଡରେ ତେଲ ବି ଲଗାଇବେ ନାହିଁ, କାହା ଘରେ ଖାଇବା ବି ଖାଇବେ ନାହିଁ। ଏହି ନିୟମ ପାଳନ କଲେ ଆପଣଙ୍କର ହିଁ ମଙ୍ଗଳ। ପିତୃ ବହୁତ ଆପଣଙ୍କ ଉପରେ କୃପା କରିବେ। ଥରୁଟି ପିତୃପୁରୁଷଙ୍କୁ ଶାନ୍ତି କରାଇକରି ଦେଖନ୍ତୁ, ଥରୁଟି ତାଙ୍କ ପାଇଁ ବଞ୍ଚିକି ଦେଖନ୍ତୁ, ନିଶ୍ଚୟ ପିତୃଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ପିତୃପୁରୁଷଙ୍କୁ ଆପଣମାନେ ଏହି 15ରୁ 16 ଦିନରେ ନିଶ୍ଚୟ ଆପଣମାନେ ଶାନ୍ତି କରାଇ ପାରିବେ। ଆଗକୁ ମୋ ଚ୍ୟାନେଲରେ ଏମିତି ବହୁତ ସାରା ଭିଡ଼ିଓ ଆସିବ। ତେଣୁ ମୋ ଚ୍ୟାନେଲ ସହିତ ଆପଣମାନେ ଯୋଡ଼ି ରୁହନ୍ତୁ, ନିଶ୍ଚୟ ଆପଣଙ୍କର ଲାଭ ହେବ।